ଯେଉଁଠି ସମୟ ଯେମିତି ଥମିଯାଏ, ଯେଉଁଠି ପବନରୁ କାହାଣୀମାନଙ୍କର ଆଭାସ ମିଳିଥାଏ ଏବଂ ମାଟି ଭିତରୁ କାହାଣୀ ଗୁଡ଼ିକର ରମଟାଙ୍କରା ରହସ୍ୟ ଗୁଡ଼ିକ ନିଶ୍ୱାସ ମାରିଥାଏ। ଏକ ଏମିତି ରାଜ୍ୟ ଯାହାର ପ୍ରାଚୀନ ଇତିହାସ, ପୌରାଣିକ କଥା ଗୁଡ଼ିକ ସହ ରହସ୍ୟମୟ ଘଟଣା ଗୁଡ଼ିକ ମଧ୍ୟ ଭରି ରହିଛି। ଏଠାକାର ମାଟି ତଳେ କିଛି ଏମିତି ରହସ୍ୟ ଲୁଚି ରହିଛି ଯାହାକୁ ଶବ୍ଦରେ ପ୍ରକାଶ କରିବାଟା ଅସମ୍ଭବ ଅଟେ। କେଉଁଠି ଘନ ଜଙ୍ଗଲରେ ଲୁଚି ରହିଥିବା ଛାଇର ମଧ୍ୟ ଉଦ୍ଦେଶ୍ୟ ରହିଛି, ତ କେଉଁଠି ପ୍ରାଚୀନ ମନ୍ଦିରମାନଙ୍କର କାନ୍ଥ ଗୁଡ଼ିକରେ ଲୁଚି ରହିଛି ଏପରି କାହାଣୀ ଯାହା ଜାଣିଲା ପରେ ଆପଣମାନଙ୍କ ରୁମ ଟାଙ୍କୁରି ଉଠିବ। ତେବେ ନମସ୍କାର, ଦା ଓଡ଼ିଆ ମାଗ୍ନେଟ୍ ସ୍ୱାଗତ କରୁଛି ଆଉ ଏକ ରହସ୍ୟମୟ ଭିଡ଼ିଓରେ। ଫ୍ରେଣ୍ଡସ୍, ଥଣ୍ଡା ଜ୍ୱର ଯୋଗୁଁ ମୋର ତଣ୍ଟି ବସିଯାଇଛି, ଯାହାଫଳରେ ମୁଁ ଭିଡ଼ିଓ ବନାଇ ପାରିନାହିଁ। କିନ୍ତୁ ଆଜି ଟିକିଏ ତଣ୍ଟି କ୍ଲିଅର ହେଲା ପରେ ଆଜି ମୁଁ ଭଏସ୍ ଓଭର୍ କରୁଛି। ଏହି ଥଣ୍ଡା ଜ୍ୱର ଯୋଗୁଁ ଭିଡ଼ିଓ ଆସିବା ପାଇଁ ଲେଟ୍ ହେଇଛି, ତେଣୁ ମୁଁ ମୋ ଭିଉଆର୍ସମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। ମୁଁ ଚେଷ୍ଟା କରିବି ଆପଣମାନଙ୍କ ପାଖରେ ଯେତେ ଶୀଘ୍ରରୁ ଶୀଘ୍ର ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବା ପାଇଁ। ଯଦି ଭଏସ୍ଟି ଆପଣମାନଙ୍କୁ ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିବ, ତେବେ ପ୍ଲିଜ୍ ଆଡ଼ଜଷ୍ଟ କରିନେବେ। ତେବେ ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ଆଜି ଆମେ ଜାଣିବା ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ବୌଦ୍ଧ ମଠ ରତ୍ନଗିରି ବିଷୟରେ। ତେବେ ଯଦି ଏହି ଭିଡ଼ିଓଟିକୁ ପ୍ରଥମ ଥର ପାଇଁ ଦେଖୁଥାନ୍ତି, ଏବେ ହିଁ ଭିଡ଼ିଓକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅଲ୍ କରିଦିଅନ୍ତୁ ଏହିଭଳି ରହସ୍ୟମୟ ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ। ଏଠି ସତ କେତେବେଳେ କଳ୍ପନା ଠାରୁ ମଧ୍ୟ ଅଜବ ହୋଇଥାଏ। ଏହା ଏକ ଏମିତି ସ୍ଥାନ ଯେଉଁଠି ସମୟର ପରତ ନିଜ ଭିତରେ ଲୁଚି ରହିଥିବା ରହସ୍ୟ ଗୁଡ଼ିକୁ ଲୁଚାଇ ରଖିଛି। ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ରତ୍ନଗିରିର ବୌଦ୍ଧ ମଠ ମଧ୍ୟ ଏହିପରି ଏକ ରହସ୍ୟମୟ ସ୍ଥାନ ଅଟେ। ପାହାଡ଼ର କୋଳରେ ଲୁଚି ରହିଥିବା ଏହି ପ୍ରାଚୀନ ସ୍ଥାନଟି ଏକ ସମୟରେ ବୌଦ୍ଧ ଧର୍ମର ସବୁଠାରୁ ବଡ଼ ଶିକ୍ଷା କେନ୍ଦ୍ର ଥିଲା। କିନ୍ତୁ ସମୟର କରାଳ ରୂପରେ ଏହାର ଗୌରବଶାଳୀ ଗାଥା ଗୁଡ଼ିକ ନଷ୍ଟ ହୋଇଯାଇଛି ଏବଂ ବର୍ତ୍ତମାନ ଏହା ପ୍ରାଚୀନ ରହସ୍ୟ ସହିତ ନିର୍ଜନ ହୋଇପଡ଼ିଛି। ଏହାର ପଥର ଗୁଡ଼ିକରେ ଅଙ୍କା ଯାଇଥିବା ପ୍ରାଚୀନ ଶିଳାଲେଖ, ଭବ୍ୟ ମୂର୍ତ୍ତି ଏବଂ ରହସ୍ୟମୟ ସ୍ତୂପ ଗୁଡ଼ିକ ତାଙ୍କର କାହାଣୀ ଗୁଡ଼ିକୁ ଆଜି ବି ଦର୍ଶାଇଥାନ୍ତି। କୁହାଯାଏ କି ଏହି ମଠ ବୌଦ୍ଧ ଧର୍ମର ବଜ୍ରୟାନ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଥିଲା। ଏହିଠାରେ ମହାନ ଆଚାର୍ଯ୍ୟ ନାଗାର୍ଜୁନ ଏବଂ ଅନ୍ୟ ବୌଦ୍ଧ ବିଦ୍ୱାନମାନେ ରହସ୍ୟମୟ ସାଧନା କରୁଥିଲେ। କିନ୍ତୁ କ'ଣ ଏହି ମଠ କେବଳ ଏକ ସାଧନାର ସ୍ଥଳ ଥିଲା, ନା ଏଠାରେ କିଛି ଶକ୍ତି ଲୁଚି ରହିଥିଲା? ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ରାତି ସମୟରେ ଏହି ଖାଲି ପଡ଼ିଥିବା ଭଙ୍ଗା ଘର ଭିତରୁ ଶୁଭୁଥିବା ଅସ୍ପଷ୍ଟ ପ୍ରାର୍ଥନା ଆଜି ମଧ୍ୟ ଲୋକମାନଙ୍କୁ ଭୟଭୀତ କରିଥାଏ। ଯେତେବେଳେ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି, ସେମାନେ କୁହନ୍ତି କି ସେମାନେ ଆଭାସ ପାଇଛନ୍ତି ଯେମିତିକି କିଛି ଅଦୃଶ୍ୟ ଶକ୍ତି ତାଙ୍କୁ ପିଛା କରୁଛି। କିଛି ପର୍ଯ୍ୟଟକ କହନ୍ତି କି ମଠର ରହସ୍ୟମୟ ସୁଡ଼ଙ୍ଗ ଗୁଡ଼ିକ ଭୂମିଗତ ବିଶ୍ୱରୂପ ଆଡ଼କୁ ନେଇଯାଏ, ଯାହାର ଶେଷ ଆଜି ମଧ୍ୟ କେହି ଖୋଜି ପାରିନାହାନ୍ତି। ଭାରତୀୟ ପୁରାତତ୍ତ୍ୱବିତ୍ ସର୍ବେକ୍ଷଣର ରକ୍ଷଣାବେକ୍ଷଣରେ ଏହି ସ୍ଥାନଟି ଏକ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ଅଟେ। କିନ୍ତୁ ଏହାର ରହସ୍ୟମୟ ଉର୍ଜା ଗୁଡ଼ିକ ଆଜି ବି ଆସୁଥିବା ପର୍ଯ୍ୟଟକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଏ। ଏଠାକାର ଧ୍ୟାନମଗ୍ନ ବୁଦ୍ଧକୁ ଦେଖିଲେ ଲାଗେ ଯେମିତି ବହୁତ ଗଭୀର ସାଧନାରେ ଲୀନ ହୋଇ ରହିଛନ୍ତି। ଏହି ମଠ ଏକ ଐତିହାସିକ ସ୍ମାରକ ଅଟେ, ଏକ ରହସ୍ୟମୟ ଧରୋହର ଯେଉଁଠି ପ୍ରାଚୀନ ସାଧନାର ଶକ୍ତି ଆଜି ବି ଜୀବିତ ରହିଛି। ଏହି ବୌଦ୍ଧ ମଠରେ ପାଦ ଥାପିଲା ମାତ୍ରେ ହିଁ ଏଠାକାର ନିସ୍ତବ୍ଧ ରହିଥିବା ପଥର ଗୁଡ଼ିକ ଏକ ଅଜଣା କାହାଣୀ କହିବା ଆରମ୍ଭ କରିଦେଇଥାନ୍ତି। ଆପଣ କ'ଣ ଭାବୁଛନ୍ତି କମେଣ୍ଟରେ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ, କାରଣ ଆପଣମାନଙ୍କର ଗୋଟିଏ ଗୋଟିଏ ଲାଇକ୍ ସେୟାର ଆମର ଭିଡ଼ିଓ ବନେଇବାର ଆଗ୍ରହକୁ ବଢ଼ାଇ ଦେଇଥାଏ। ଯଦି ଆପଣମାନେ ବି କୌଣସି ରହସ୍ୟମୟ ସ୍ଥାନ ବିଷୟରେ ଜାଣିଛନ୍ତି, ତେବେ କମେଣ୍ଟ କରନ୍ତୁ, ସେହି ଉପରେ ଭିଡ଼ିଓ ନିଶ୍ଚୟ ବନାଯିବ। ତେବେ ଆଜି ପାଇଁ ଏତିକି। ମୁଁ ଉପସ୍ଥିତ ହେବି ଆଉ ଏକ ରହସ୍ୟମୟ ଭିଡ଼ିଓ ନେଇ। ଧନ୍ୟବାଦ। ଜୟ ଜଗନ୍ନାଥ।